ବହୁତ ଦିନ ପରେ ସମୟ ବାହାର କରି ମୁଁ ଭୁବନେଶ୍ୱରରୁ ଗାଁ ଯାଇଥିଲି। ଗାଁରେ କିଛି ସମୟ କଟେଇବା ପରେ ଭାବିଲି ଟିକେ ରାସ୍ତା ଆଡ଼େ ବୁଲି ଆସିବି ବୋଲି। ସେ ଗାଁ ରାସ୍ତା ପାଖେ ମୋର ସ୍କୁଲ ଥିଲା, ଯେଉଁଠି ମୁଁ ମୋର ପ୍ରାଥମିକ ଶିକ୍ଷା ସାରିଥିଲି, ପ୍ରଥମରୁ ସପ୍ତମ। ସେ ସ୍କୁଲ ପାଖରେ ଗଲାବେଳେ ମନ ଟିକେ ଆନମନା ହେଲା। ମୁଁ ସେଠି ଟିକେ ରହିଗଲି। ସ୍କୁଲ ମୋତେ ପଚାରିଲା, କେମିତି ଅଛୁ? ମୁଁ କିଛି କହିବା ପୂର୍ବରୁ ସେ କହିଲା, ବହୁତ ରାଗୁଥିଲୁ ନା ମୋ ଉପରେ? ଯେତେବେଳେ ବର୍ଷରେ ଥରେ ପରୀକ୍ଷା ଆସେ, କେତେ ରାଗୁଥିଲୁ? ମୋ ଉପରେ ତୋର ବହୁତ ଅଭିମାନ ଥିଲା ନା? ଏବେ କହ, ଜୀବନର ପରୀକ୍ଷା କେମିତି ଚାଲିଛି? ମୁଁ ହସିଦେଲି। ସେ କହିଲା, ସେ ପରୀକ୍ଷା ଯେତେ କଷ୍ଟ ହେଲେ ବି ତୁ ନିଜକୁ ତାଠୁ ଦୂରେଇ ପାରିବୁନୁ। ହଁ ଆଜ୍ଞା, ଯେବେ ଆମେ ଛୋଟ ଥିଲୁ ସ୍କୁଲ ପରୀକ୍ଷା ସବୁଠାରୁ କଠିନ ଭାବୁଥିଲୁ, କିନ୍ତୁ ଜୀବନର ପରୀକ୍ଷା ସମୁଦ୍ର ପରି, ଏବଂ ସ୍କୁଲ ପରୀକ୍ଷା ସେ ସମୁଦ୍ରରେ କେବଳ ଏକ ଜଳବିନ୍ଦୁ ମାତ୍ର।